ସ୍ୱାମୀ ମଲା ପରେ ନିଜ ବାପ ଘରେ ରହୁଥିବା ସ୍ତ୍ରୀ କଲା ସମ୍ପତ୍ତି ଦାବି। ଧନ ନ ପାଇଲେ ଶବ ସଂସ୍କାର କରିବାକୁ ଦେବି ନାହିଁ। ମୋ 1 ମାସର ପୁଅ ବଞ୍ଚିବା ପାଇଁ ଟଙ୍କା ଦିଅ, ତୁମ ମଲା ପୁଅର ଶବ ସଂସ୍କାର କର। ତା 3/8/2026 ସୋମବାର, ଝୁମ୍ପୁଡ଼ିଆ ଚନ୍ଦ୍ରଶେଖର ପ୍ରସାଦ, ଢେଙ୍କାନାଳ। ସ୍ୱାମୀ ବଞ୍ଚିଥିଲା ବେଳେ ସ୍ତ୍ରୀ ରହୁଥିଲା ନିଜ ବାପ ଘରେ। ଆଜି ଯେତେବେଳେ ସ୍ୱାମୀ ଚାଲିଗଲା, ସ୍ୱାମୀର ଶବକୁ ପକେଇ ରଖି ଶ୍ୱଶୁର ଘରରୁ ସବୁ ସମ୍ପର୍କ ତୁଟେଇ ଦେଇଛି ବୋହୂ। ସ୍ୱାମୀ ସହିତ ଘର ସଂସାର କରିବା ପାଇଁ ସଜାଡ଼ି ରଖିଥିବା ଜିନିଷପତ୍ର, ସୁନା ଅଳଙ୍କାର, ଟଙ୍କା ପଇସା ସବୁ ନେଇ ଚାଲିଯିବ ବୋଲି ଅଡ଼ି ବସିଥିବା ବେଳେ ଶ୍ୱଶୁର ଘର ପକ୍ଷରୁ ବୋହୂର ଏଭଳି ପଦକ୍ଷେପ ପାଇଁ କରିଥିଲେ କଡ଼ା ବିରୋଧ। ପରିସ୍ଥିତି ହେଲା ଅସମ୍ଭାଳ। ପୋଲିସ ଉପସ୍ଥିତିରେ ହେଲା ଆପୋଷ ବୁଝାମଣା। ଶେଷରେ ହେଲା ରବି ନାରାୟଣଙ୍କର ଶବ ସଂସ୍କାର। ତେବେ ଘଟଣାକ୍ରମେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଚନ୍ଦ୍ରଶେଖର ପ୍ରସାଦ ଗ୍ରାମ ପଞ୍ଚାୟତର ଝୁମ୍ପୁଡ଼ିଆ ଗ୍ରାମର ସମିତି ସଭ୍ୟ ରବି ନାରାୟଣ ବେହେରା ଗତ କିଛି ବର୍ଷ ହେବ ଗ୍ରାମର ସଞ୍ଜୟ ବେହେରାଙ୍କ ଘରେ ସସ୍ତ୍ରୀକ ଭଡ଼ାର ସୂତ୍ରରେ ରହୁଥିଲେ। ରବି ନାରାୟଣ 1 ବର୍ଷ ହେବ ସେହି ଗ୍ରାମର ଟିକିନା ବେହେରାଙ୍କୁ ବିବାହ କରିଥିଲେ। କିନ୍ତୁ ପାରିବାରିକ କଳହକୁ ନେଇ ପତ୍ନୀ ଟିକିନା 6 ମାସ ହେବ ବାପ ଘରେ ରହି ଆସୁଥିଲେ। ତାଙ୍କର 1 ମାସର ପୁତ୍ର ସନ୍ତାନ ମଧ୍ୟ ରହିଛି। ଏମିତି ପରିସ୍ଥିତିରେ ରବି ନାରାୟଣ ଗତ 4 ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରବି ନାରାୟଣଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଜଣାଯାଇଥିଲା। ମୃତ୍ୟୁ ଖବରକୁ ପରିବାର ଲୋକ ବିଶ୍ୱାସ କରିପାରୁନଥିବା ବେଳେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତ ରବି ନାରାୟଣଙ୍କ ପରିବାର ଏବଂ ତାଙ୍କ ସ୍ତ୍ରୀ ଟିକିନାଙ୍କ ବାପଘର ଲୋକମାନେ ଏହି ମୃତ୍ୟୁକୁ ନେଇ ପରସ୍ପରକୁ ଦୋଷାରୋପ କରିବା ସହିତ ମୃତ ରବି ନାରାୟଣଙ୍କ ସ୍ତ୍ରୀ ଯୌତୁକରେ ଦେଇଥିବା ଜିନିଷପତ୍ର, ସୁନା, ଟଙ୍କା ଆଦି ପାଇଁ ଅଡ଼ି ବସିଥିଲେ। ଟିକିନାଙ୍କ ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ ଯଦି ସେ ରବି ନାରାୟଣର ସ୍ତ୍ରୀ, ତାହେଲେ ସେ ବିଧବା ହେଉ, ହାତରୁ ଶଙ୍ଖା, ମଥାରୁ ସିନ୍ଦୁର ପୋଛୁ, ଶ୍ୱଶୁର ଘରେ ରହୁ। ଏହିପରି ଭାବେ ଦୁଇ ପକ୍ଷ ନିଜ ନିଜ ଜିଦିରେ ଅଟଳ ରହିବାକୁ ନେଇ ମୃତ ରବି ନାରାୟଣଙ୍କ ପାର୍ଥିବ ମରଶରୀର ବହୁ ସମୟ ଧରି ଆମ୍ବୁଲାନ୍ସ ଭିତରେ ପଡ଼ି ରହିଥିଲା। ତେବେ ଗାଁ ଭିତରେ ଶବ ପଡ଼ି ରହିଥିବା ବେଳେ ପରିସ୍ଥିତି ବେଳକୁ ବେଳ ଅଣାୟତ୍ତ ହୋଇ ପଡ଼ୁଥିବା ସମୟରେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଗ୍ରାମର ସରପଞ୍ଚ, ବୟୋଜ୍ୟେଷ୍ଠ ବ୍ୟକ୍ତି, ସମାଜସେବୀମାନଙ୍କ ଉପସ୍ଥିତିରେ ଦୁଇ ପରିବାର ସହିତ ଆପୋଷ ବୁଝାମଣା କରିଥିଲେ। ପରିଶେଷରେ ରବି ନାରାୟଣଙ୍କ ପତ୍ନୀଙ୍କୁ ସମସ୍ତ ଜିନିଷପତ୍ର, ସୁନା ଅଳଙ୍କାର ସହିତ 1 ଲକ୍ଷ ଟଙ୍କା ପ୍ରଦାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ସହିତ ଟିକିନାଙ୍କ ଶ୍ୱଶୁର ଘର ଲୋକ ପୁତ୍ର ରବି ନାରାୟଣଙ୍କ ଶବ ସଂସ୍କାର କରିଥିଲେ। ଶବକୁ ନେଇ ଦୁଇ ପରିବାର ତଥା ସ୍ତ୍ରୀର ଏଭଳି ଆଚରଣ ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଭଳି। ଆଜିର ଦୁନିଆରେ ସ୍ୱାର୍ଥ ସବୁକିଛି। ନିଜ ସ୍ୱାର୍ଥ ହାସଲ ନହେଲେ ଯେତେ ନିଜର ହେଉ ପଛେ ମଲା ପରେ କେହି ପଚାରନ୍ତି ନାହିଁ ବୋଲି ଆଜିର ଏହି ଘଟଣା ସୂଚାଇ ଦିଏ। ଢେଙ୍କାନାଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ। ମୁଁ ହେବି ୱାଇଫ୍ ହେବି। ସିଏ ମୋତେ ସିଏ ତାଙ୍କ ଘରୁ ଆସିଥିଲେ ଭାରି। ତାଙ୍କ ଘରୁ ଆସିଥିଲା ବେଳୁ ମୁଁ ଏଠୁ ତାମ ଘରଟି ଥିଲି, ଯେହେତୁ ଥିଲି, ମୁଁ ଏଠୁ ଯାଇଥିଲି ତାଙ୍କ ଘରଟିକି ଜିଦିରେ ଯାଇଥିଲି। ମୁଁ ଆମ ହଜବେଣ୍ଡ ଯେହେତୁ ଅଛନ୍ତି, ମୁଁ ଯାଇଥିଲି। ମୋତେ ବାଡ଼େଇ ପିଟିକି ମୋତେ ସେଠୁ ବାହାର କରିଦେଲେ। ମୁଁ ଯେହେତୁ ଦେଖିଲି ମୁଁ ପଇସା ପତ୍ର ଭଲ ମନ୍ଦ ସେ ରଖିଛନ୍ତି ତାଙ୍କ ହାତକୁ ଦେଉଛନ୍ତି, ମୁଁ ଏମିତି କହିବାରୁ ସେ ସେଠୁ ମୋତେ ବାଡ଼େଇ ପିଟିକି ବାହାର କଲେ। କାହାକୁ କିଏ ସେ ମୋ ସ୍ୱାମୀ ହଜବେଣ୍ଡ ଇଏ ଧରିଲେ ତାଙ୍କ ଯେଉଁ ସଞ୍ଜୟ ବେହେରା, ତାଙ୍କ ସ୍ତ୍ରୀ ଯେଉଁ ଗାୟତ୍ରୀ ବେହେରା, ସେ ତାଙ୍କର ସାଇ ପଡ଼ିଶା ହେଇକି ତାଙ୍କ ସମ୍ପର୍କରେ ତାଙ୍କର ନନା କ'ଣ ହେବେ। ସିଏ ତାଙ୍କ ଘରେ ରହୁଥିଲେ ଯେହେତୁ ସିଏ ତାଙ୍କୁ ଦେହ ପା ଖରାପ ହେଲା, କିନ୍ତୁ ମୋତେ ଜଣେଇ ନାହାନ୍ତି କି ଘରକୁ ବି ଜଣେଇ ନାହାନ୍ତି। ସେ ମେଡ଼ିକାଲ ନେଇଯାଆନ୍ତି, ମେଡ଼ିକାଲ ତାଙ୍କ ଡେଥ୍ ହେଇଯାଇଛି। କିନ୍ତୁ ସବୁ ଜିନିଷ ପତ୍ର, ଟଙ୍କା ପଇସା ସବୁ ତାଙ୍କ ହାତରେ ଦେଲେ। ମୋ ଛୁଆ, ମୋ ଛୋଟ ଛୁଆ କଅଁଳା ଚାଲ, ସିଏ ମାଛ 5 ଦିନ ଛୁଆ, ସିଏ କେମିତି ବଞ୍ଚିବ, କେମିତି ଖାଇବ, ସେ ରହିବ କେମିତି? ସେ ଦେଲେ ତ ପୁଣି ଯାହା ସବୁ ସମ୍ପତ୍ତି ସବୁ ସିଏ ରଖିଛି ମୋ ସ୍ୱାମୀର ହଜବେଣ୍ଡର ନା, ଛଡ଼େଇକି 6 ମାସ ହେଲାଣି ମୋ ପାଖରେ ନାହିଁ, ମୋ ପାଖରେ ରହୁନଥିଲେ। ସରପଞ୍ଚ ଶେଷ ପ୍ରସାଦ ସମେଶ ଆମର କ'ଣ କି ସେ ତାକୁ 3-4 ଦିନ ପୂର୍ବରୁ ଟିକେ ତାର ଜ୍ୱର ହେଲା, ଆଉ ତାର ସ୍ପାଇନାଲ କର୍ଡ ମୁଣ୍ଡ ଯେଉଁ ବେକ ପାଖରେ କ୍ଷୀର ଟିକେ ଜଣ ଦବିଥିଲା। ସେ ଗଲା ମେଡ଼ିକାଲ କଟକରୁ ଭୁବନେଶ୍ୱରରେ ତାର ଟେଷ୍ଟ ବେଟାର ସୁଗାର ଟିକେ ଅଧିକା ବାହାରିଲା। ସୁଗାର ଯେହେତୁ 300-400 କ୍ରସ୍ କଲା, ସେ ଆସ୍ତେ ଆସ୍ତେ ରିକଭରି ଆଉ ହେଲାନି। ଗଲା ରାତିରେ ସେ ଡେଥ୍ କରିଗଲା। କିଛି ପାରିବାରିକ ସମସ୍ୟା ଏମିତି କିଛି ନଥିଲା। ହଁ, ତାଙ୍କର କ'ଣ ଟିକେ ମିସଅଣ୍ଡରଷ୍ଟାଣ୍ଡିଂ, ତା ସ୍ତ୍ରୀ ତା ପାଖରେ ରହୁନଥିଲା, ସେ ତା ବାପା ଘରେ ରହୁଥିଲା, ଆଉ ଭାଇ ଘରେ କ'ଣ ରହୁଥିଲା। ତେଣୁ ତାଙ୍କ ସ୍ତ୍ରୀ ଘର ଲୋକ ଆସି ଡିମାଣ୍ଡ କଲେ ଯେ ଆମର ଯେଉଁ ସୁନା ରୂପା ଭଲ ମନ୍ଦ ତାଙ୍କ ପାଖରେ ଅଛି, ସେ ତ ଆଙ୍କ ଶ୍ୱଶୁର ଘରେ ରହୁନଥିଲା ନା, ସେ ତା ଯେଉଁ ଭାଇ ଘରେ ରହୁଥିଲା।
ତେଣୁ ପୋଲିସଙ୍କ ଜିମାରେ ତାଙ୍କ ପାଖରେ ଯେଉଁ ସୁନା ଥିଲା ତାଙ୍କର ଯାହା ବି ଗଡ଼ରେଜ ଜିନିଷପତ୍ର ସବୁ ଥିଲା ସବୁ ହ୍ୟାଣ୍ଡ ଓଭର କରାହେଲା। ସେ ପୋଲିସ ତାଙ୍କର ସିଜର ଲିଷ୍ଟ ସିଜ୍ କରୁଛନ୍ତି, କଲା ପରେ ସେ ତାଙ୍କ ଘରକୁ ହ୍ୟାଣ୍ଡ ଓଭର କରିବେ ଆଉ। ସଞ୍ଜୟ ବେହେରା ଘର ଦୁମ୍ପୁଡ଼ିଆ। କ'ଣ କେମିତି ଘଟଣା ହେଲା? ଆଜ୍ଞା ତା ଦେହ ଖରାପ ଥିଲା ବହୁତ ଦିନ ହେଲା, ସେ କିଛି କଥା ନ ମାନିବାରୁ ଏମିତି ଗଲା। ମେଡ଼ିକାଲ ଯାଇଥିଲା ଥରେ ଥର ଗଲା, ତା ମନେ ମନେ ତ ସେ ଯାଏ। ଆଉ ଏଇଥର କିନ୍ତୁ ଅଧିକା ହେବାରୁ ଆମେ ଯାଇଥିଲୁ 2-4 ଜଣ। ତାଙ୍କ ପତ୍ନୀ ତାଙ୍କ ପାଖରେ ରହୁନଥିଲେ କାହିଁକି ରହୁଥିଲେ ନଥିଲେ ଆଉ ଏଇଟା ମୁଁ ଆଉ କେମିତି କହିବି? ଆପଣଙ୍କ ପାଖରେ ସେ ତାହେଲେ ଆପଣଙ୍କ ପାଖରେ ରହୁଥିଲେ, ତାଙ୍କ ପତ୍ନୀ ରହିଲେନି, କ'ଣ ପାଇଁ ରହିଲେ? କ'ଣ କିଛି ଗୋଟେ ଜାଣିଥିବେ ନା? କିନ୍ତୁ ତାଙ୍କ ବର୍ତ୍ତମାନ କ'ଣ ଫାଇନାଲ ଜିନିଷ ତ ସୁନା ରୂପା ଖଟ ଫଟ ଯାହା ଜିନିଷ କାଠ ଜିନିଷ ସବୁ ହ୍ୟାଣ୍ଡଓଭର ହେଇଗଲା। ମୁନାର ମୁଁ ବଡ଼ ଭାଇ। ସବୁ ଘଟଣା ମୁନା ଗଲା ବର୍ଷ ଅକ୍ଷି ତୃତୀୟା ସମୟରେ ସେଦିନ ବାହାଘର ହେଇଥିଲା। ବାହାଘରର କିଛି ମାସ ପରେ 6 ମାସ ବୋଧେ ପ୍ରାୟ ରହିଛି। ତାପରେ ସେ ସଞ୍ଜୟ ବେହେରା ଘରେ ଆଗରୁ 13-14 ବର୍ଷ ବେଲେ ବର୍ଷେ 6 ମାସ ରହିକିନା ପୁଣି ପଳାଏ। ତାକୁ କ'ଣ କରନ୍ତି ଗୁଣି ଗାରେଡ଼ିକି କ'ଣ କରିଛନ୍ତି ଆମେ ବି ଜାଣୁ। ତାର ଯେତେବେଳେ ଏ ଘରେ ବିଚଳିତ ହୁଏ ସେ ଏ ଘରୁ ଛାଡ଼ିକିନା ପଳାଏ। ତାର 6 ମାସ ପରେ ଘରେ ତାଙ୍କ ସ୍ୱାମୀ ସ୍ତ୍ରୀରେ ଟିକେ ଟିକେ ଡିଷ୍ଟର୍ବାନ୍ସ ହୁଏ ସେ ଗାଇନ ବେହେରା ଯୋଗୁଁ। ତାପରେ ମୁଁ ଯେତେବେଳେ ତାଗିଦ କରେ ସେ ଘର ସବୁ ତା ସ୍ତ୍ରୀକି ନେଇକିନା ତାଙ୍କ ଘରେ ନେଇକିନା ରଖିଲା ପରେ ମଝିରେ କେତେଥର ମାଡ଼ପିଟି ହେଇଛନ୍ତି ଆମେ ଜାଣିନୁ। ଗାଇନ ବେହେରା ଯାହା ଡିରେକ୍ସନ୍ ଦିଏ ମୁନା ସେଇଆ ହିଁ କରେ। ଗାଇନ ବେହେରା କହିବ ଆଜି ତାକୁ ମାର, ମୁନା ତାକୁ ମାରିବ। ଗାଇନ ବେହେରା କହିବ ତାକୁ ତା ବାପା ଘରେ ଛାଡ଼ିକିନା ଆସ, ତାକୁ ଛାଡ଼ିକିନା ଆସେ। ଗାଇନ ବେହେରା କରିବ ତାକୁ ହାଣିଦେବ ବୋଲି ବି ବସିଥିଲା। ଆମେ ସେଇଦିନ ତାକୁ ନେଇକିନା ତା ଘରକୁ ସେ ପଳେଇଲା ଜୀବନ ବଞ୍ଚାଇବା ପାଇଁ। ମୁଁ କହିଲି ସେଇଦିନଠାରୁ କହିଲି ତୁମେ ସେ ଘରକୁ ଆଉ ଯାଅନି। ତାପରେ ମୁନାକୁ କେମିତି କ'ଣ କରିକିନା 6 ମାସ ହେଲା କ୍ୟାପଚର କରି ରଖିଛନ୍ତି ଆମର ପୁରା ବିଶ୍ୱାସ ସେମାନେ ତାର ସମ୍ପତ୍ତି ହଡ଼ପ କରିବା ଚକ୍କରରେ ମୁନାକୁ ମାରିଛନ୍ତି। ଯଦି ବା ମେଡ଼ିକାଲରେ ସେ ଡେଥ୍ କଲା ତା ପୂର୍ବରୁ ଆମକୁ ଜଣାଇ ନାହାନ୍ତି, ତା ପୂର୍ବରୁ ଆମକୁ କୌଣସି ଇନଫର୍ମେସନ୍ ଦେଇନାହାନ୍ତି। ପରେ ଡେଥ୍ କରିଗଲା ପରେ ସେ ଆମକୁ ଆସିକିନା ଜଣାଇଛନ୍ତି। ଆମେ ଚାହୁଁଛୁ ଆସାମୀ ଏଥିରେ ଯେଉଁମାନେ ସମ୍ପୃକ୍ତ ଆରେଷ୍ଟ ହୁଅନ୍ତୁ, ଦୋଷୀକୁ ଉଚିତ ଦଣ୍ଡ ମିଳିଲେ ଆମେ ତା ପରିବାର ତା ସ୍ତ୍ରୀ ନ୍ୟାୟ ମିଳିବ ବୋଲି ଆମେ ଆଶା। ସେ କ'ଣ ଜାଣିଛି ଆମର କଥା ହେଲା ପରେ ହାତିକି ଯିବ ଲାଶ ଗାଡ଼ି ସେଇଠିକି ଯାଉ ମୁଁ ସେଇଠି ସମ୍ମାନ ହିସାବରେ ଆପଣମାନଙ୍କ ଇଏରେ ହଁ ସେଟା ପର କଥା। ସେମିତି କିଛି ଲେଖିଛି? ହଁ ଲେଖା ହେଇଛି। ଯଦି ଗଲ ଆମେ ଏଇଟା ବାପା ମା ଅଛନ୍ତି, ପୁଅ ଯେତେ ଶତ୍ରୁ ହଉ କିଛି ହବନି। ମୁଁ ତ ସକାଳ କାଲି ୟାଙ୍କ ଫ୍ୟାମିଲି ଆଉ ଯୋଉଠି ପୁଅ ରହିଥିଲା ମୁନା ରହିଥିଲା। ଖୋଲି ନା देखना बेहरा ये जिसो बेहरा जोड़ थिला जोड़ थिला लास्ट सेठी का सेठी सम्मान हिसाब रे
हम सेटा परोक्ष सी संजय स्त्री रिसीव करती मु ता स्त्री ये विधवा हूँ ପିଲା ଆସ ଖାଲି କରୁ ଆପଣ ଆଲୋଚନା କରନ୍ତୁ ମୁଁ ଜାଣିନି ମେଡିକାଲ ବି ଯାଇଛନ୍ତି ମୁଁ ବି ଜାଣିନି ପର୍ଯ୍ୟନ୍ତ ଏତେ ବଡ଼ ହଁ ତାକୁ ଆଗକୁ ଡାକୁନାହାନ୍ତି ପଛରେ କାହିଁ ଛିଡ଼ା ଆଗରେ ଛିଡ଼ା କଥା ନା ଶୁଭ ଭାଇ ଯୋଉଠି ଦେଖ ସିରିୟସ୍ ଡକ୍ଟର କହିଥିବ ନା ଯେ ସିରିୟସ୍ ବୋଲି ଦେଖେଇଲା ଆଉ କଣ ଆପଣ ପୁରୀ ଗୋଟେ ଜିନିଷ ସ୍ୱୀକାର କରି ଯାଅ ସମ୍ପତ୍ତି ମେଡ଼ିକାଲ ସମସ୍ତେ ନେବେ ମେଡ଼ିକାଲରୁ ଫେରିଲା ବେଳେ ତ ସେ ନିଶ୍ଚିତ ଘର ଲୋକ ବାପା ମା ଭାଇ ସ୍ତ୍ରୀ ତାଙ୍କୁ ତ ଖୋଜିଦେବେ ନା ହେଉଛି ଯାହା ସେ ଚାହୁଁଛନ୍ତି ସମାଧାନ କରିଦେବେ ମେଡିକାଲ ଆଡେ ନାହିଁ ମେଡିକାଲ ଆଡମିଟ୍ ହେଲା ମାନେ ଦେହ ଖରାପ ଆମେ ନେଉଛୁ ଆସ ଯିବା ତାଙ୍କୁ ବି ଡାକିବା ଦରକାର ଆସ ଯିବା ପୁଅ ଏମିତି ଚୁପ୍ର ମିଛ କହନି କଥା ମାରିଲେ ଆମେ ଆସିଥିଲୁ ମାନେ ସିଗ୍ନେଚର କରିବା କଥା ଆଡମିସନ ବେଳେ ଏମାନେ ବି କିଛି କରିନାହାନ୍ତି मेडिकल नहीं ता स्त्री थाउ थाउ से केस मेडिकल मेडिकल ता स्त्री ओली नहीं तम से विधा हबो तार क्षतिपूरण संपद दबो ता छुआ समाज दबो ता ससुर पाखे रह जदि आगे आइपा करंतु नहले मेडिकल गाड़ी फेरी जाऊ नहले मेडिकल गाड़ी जाऊ डॉक्टर को धरिबु के ट्रीटमेंट करा ता परिचय कोन